ରତ୍ନଭଣ୍ଡାର ମରାମତି ପୂର୍ବରୁ ସ୍ଥାନାନ୍ତର ହେବ ଖାଲି ସିନ୍ଦୁକ ଓ ଆଲମିରା। ଭଣ୍ଡାର ଘର ଭିତରେ ସୁଡ଼ଙ୍ଗ ଅଛି ନା ନାହିଁ କରାଯିବ ଯାଞ୍ଚ। ଲେଜର ସ୍କାନିଂ ହେଉ କି ସାଧାରଣ ମରାମତି, ଉନ୍ନତ ଟେକ୍ନୋଲୋଜି ପ୍ରୟୋଗ ପାଇଁ ଦିଆଯିବ ପ୍ରସ୍ତାବ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ପ୍ରସଙ୍ଗରେ କରାଯାଇଛି ଆଲୋଚନା। ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ସେ ନେଇ ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚ କରିବ ଏଏସ୍ଆଇ। ଏନେଇ ଏସ୍ଓପିକୁ ସଂଶୋଧନ କରିବାକୁ ମଧ୍ୟ ପରାମର୍ଶ ଦିଆଯିବ। ଏ ସମସ୍ତ ବିଷୟରେ ପରିଚାଳନା କମିଟିକୁ ଅବଗତ କରାଯିବା ସହ ପ୍ରସ୍ତାବ ଦିଆଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ସରକାରଙ୍କୁ ଜଣାଇବେ। ଏହାପରେ ସରକାର ଯେଉଁ ଏସ୍ଓପି ଆଣିବେ ସେହି ଅନୁସାରେ କାର୍ଯ୍ୟ କରାଯିବ। ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କେବେ ହେବ ସେ ନେଇ ପରିଚାଳନା କମିଟିର ନିଷ୍ପତ୍ତି ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା କହିଛନ୍ତି କମିଟି ଅଧ୍ୟକ୍ଷ। ଉନ୍ନତ ଟେକ୍ନୋଲୋଜି ଯାହା କିଛି ଆଭେଲେବୁଲ୍ ହେଉଛି ତାକୁ ଏଠାରେ ଚେଷ୍ଟା କରାଯାଉ, ପ୍ରୟୋଗ କରାଯାଉ ବୋଲି ସରକାରଙ୍କୁ ଆମେ ମ୍ୟାନେଜିଂ କମିଟିକୁ ଆମେ ବର୍ତ୍ତମାନ ଅନୁମୋଦନ କରୁଛୁ। ଆମ ଭିତରେ ଏଏସ୍ଆଇ ରିପ୍ରେଜେଣ୍ଟେଟିଭ୍ ମଧ୍ୟ ଅଛନ୍ତି ଯେଉଁମାନେ କି ଏ ଅଧିକୃତ, ସେମାନେ ଜାଣନ୍ତି ବେଷ୍ଟ ଯେ କ'ଣଟା କଲେ ହେବ, ଯେଉଁଟା ଉଚିତ ଏବଂ ଉତ୍କୃଷ୍ଟ ଏବଂ ଉପାଦେୟ ସେଇ ଜିନିଷକୁ ସେମାନେ ଲଗେଇ, ପଇସା ମେ ନଟ୍ ବି ଏ ମ୍ୟାଟର, ସେଇ ଜିନିଷକୁ ଉପଯୋଗ କରାଯାଇ ମନ୍ଦିରର ତାର ସ୍ଥିତିକୁ ବଜାୟ ରଖାଯାଇ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପରେ ଅସ୍ଥାୟୀ ରତ୍ନଭଣ୍ଡାର ଭିତରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ 14 ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ସେହିପରି 18 ତାରିଖରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରକୁ କଢ଼ାଯାଇ ଅସ୍ଥାୟୀ ଚାଙ୍ଗଡ଼ା ଓ ଖଟଶେଜ ଘରେ ରଖାଯାଇଛି। ରତ୍ନଭଣ୍ଡାର ତଳେ ଅନେକ ଗୁପ୍ତ କୋଠରୀ ଥିବାରୁ ଆହୁରି ଧନରତ୍ନ ଥିବା ଆଶଙ୍କା କରାଯାଉଛି। ତେଣୁ ଏହାର ଯାଞ୍ଚ କରିବାକୁ ଦାବି କରିଛନ୍ତି ସେବାୟତ। ଏହି ସନ୍ଦେହକୁ ଦୂର କରିବା ପାଇଁ ପ୍ରଥମେ ରତ୍ନଭଣ୍ଡାରର ଲେଜର ସ୍କାନିଂ ସହ ଅତ୍ୟାଧୁନିକ ପଦ୍ଧତିରେ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯିବ। ଅନୁସନ୍ଧାନ କାର୍ଯ୍ୟ ଶେଷ ପରେ ଆରମ୍ଭ ହେବ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ। ମିଟିଂ ହେଇଥିଲା ରତ୍ନଭଣ୍ଡାର ଉପରେ, ସେଥିରେ ଆପଣଙ୍କୁ ସବିଶେଷ ତଥ୍ୟ ଆମର ଚେୟାରମ୍ୟାନ୍ ଜଷ୍ଟିସ୍ ରଥ ଦେଇସାରିଛନ୍ତି। ଆଉ ଅଧିକା କିଛି କହିବାର ନାହିଁ। ତେବେ ଆମର ଆଜିର ଡିସିସନ୍ର ଫାଇନାଲ୍ ଡିସିସନ୍ ପାଇଁ ଏଇଟା ମ୍ୟାନେଜିଂ କମିଟି ପଠାଯିବ। ମ୍ୟାନେଜିଂ କମିଟିର ଆପ୍ରୁଭାଲ୍ ଆସିଲା ପରେ ଆମେ ପ୍ରୋସିଡ୍ କରିବୁ। ମହାପ୍ରଭୁଙ୍କର ଯେମିତି ଯେଉଁ ରତ୍ନଭଣ୍ଡାର ସିଫ୍ଟ ହେବା ପରେ କେମିତି ଆମର ଭିତର ଠିକ୍ ଭଳିଆ ମରାମତି ହେବ, ବିଶେଷ କରି ଛତିଶା ନିଯୋଗରେ ମଧ୍ୟ ଏ ବିଷୟରେ ଆଲୋଚନା କରାଯିବ। ଯେଉଁଭଳିଆ ଭାବରେ କୌଣସି ପ୍ରକାର କିଛି ଭକ୍ତ ଦର୍ଶନ ଏବଂ ମହାପ୍ରଭୁ ନୀତିକାନ୍ତରେ ଅସୁବିଧା ନ ହେବ ସେଥିସହ ଗୁରୁତ୍ୱ ଦିଆଯିବ। ଖୋଲି ସାରିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏବେ ବାକି ରହିଛି ରତ୍ନର ଗଣତି ମଣତି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଏ ଦିଗରେ କରିଛନ୍ତି ସବିଶେଷ ଆଲୋଚନା। ପୁରୀରୁ କ୍ୟାମେରା ପର୍ସନ ସାଗର ମଲ୍ଲିକ ଓ ବିକାଶ ପୃଷ୍ଟିଙ୍କ ସହ ଶିବପ୍ରସାଦ ଦାସ ଏବଂ ସୌମିତ୍ର ହରିଚନ୍ଦନଙ୍କ ରିପୋର୍ଟ, ନନ୍ଦିଘୋଷ ଟିଭି।